ରିନି ମିନି, ଆଜି ମୁଁ ତମ ଦୁହିଁଙ୍କୁ ପ୍ରଭୁ ଅଲାରନାଥଙ୍କର କାହାଣୀ କହିବି। ପୁରୀ ଠାରୁ ପ୍ରାୟ 20 କିଲୋମିଟର ଦୂରରେ ବ୍ରହ୍ମଗିରିଠାରେ ଅଲାରନାଥଙ୍କର ମନ୍ଦିର ଅବସ୍ଥିତ। ପ୍ରଭୁଙ୍କ ସହିତ ଜଡ଼ିତ ଏକ କାହାଣୀ ରହିଛି। ପ୍ରଭୁ ଅଲାରନାଥଙ୍କ ପୁରୋହିତ ତାଙ୍କ ପତ୍ନୀ ଓ 12 ବର୍ଷର ପୁତ୍ର ସହିତ ରହୁଥିଲେ। ତାଙ୍କ ପରେ ତାଙ୍କ ପୁତ୍ର ପ୍ରଭୁ ଅଲାରନାଥଙ୍କର ସେବା କରିବ। ତେଣୁ ସେ ଆରମ୍ଭରୁ ହିଁ ତାଙ୍କ ପୁତ୍ରକୁ ତାର ଶିକ୍ଷା ଦିଅନ୍ତି। କିନ୍ତୁ ତାଙ୍କ ପୁତ୍ରକୁ ତାଙ୍କ ମା କହିଛନ୍ତି, ପ୍ରଭୁ ଅଲାରନାଥ ହେଉଛନ୍ତି ତାର ସାଙ୍ଗ। ସିଏ ଯେତେବେଳେ ଡାକିଲେ ସେ ଶୁଣିବେ। ସେ ସବୁବେଳେ ତା ସହିତ ଖେଳିବେ, କଥା ହେବେ। ତେଣୁ ସେ ସବୁଦିନ ମନ୍ଦିରକୁ ଯାଏ, ତାଙ୍କ ସହିତ କଥା ହୁଏ ଆଉ ଖେଳେ। ଥରେ ପୁରୋହିତ ମହାଶୟ ତୀର୍ଥ କରିବା ପାଇଁ ବାହାରିଲେ। ସେ ପୁତ୍ରକୁ କହିକି ଗଲେ, ପୁଅରେ, ଅଲାରନାଥ ହେଉଛନ୍ତି ଆମର ଇଷ୍ଟ ଦେବତା। ତାଙ୍କ ପୂଜାରେ ଯେମିତି କିଛି ତ୍ରୁଟି ନ ରୁହେ, ତାଙ୍କ କଥା ଭଲରେ ବୁଝୁଥିବୁ। ପ୍ରଭୁ ଯେ ପର୍ଯ୍ୟନ୍ତ ଖାଇନାହାନ୍ତି ସେ ପର୍ଯ୍ୟନ୍ତ ତୁ ମଧ୍ୟ ଖାଇବୁ ନାହିଁ। ପ୍ରଭୁଙ୍କୁ ଖୁଆଇ ସାରିବା ପରେ ଖାଇବୁ। ବାପାଙ୍କ କଥା ଅନୁସାରେ ପୁଅ ମାଙ୍କ ହାତ ତିଆରି କ୍ଷୀରି, ଯାହାକି ପ୍ରଭୁ ଅଲାରନାଥଙ୍କର ଅତି ପ୍ରିୟ, ତାହା ନେଇ ପ୍ରତିଦିନ ମନ୍ଦିରକୁ ଯାଏ। ମନ୍ଦିରକୁ ଯାଇ ସେଠାରେ କ୍ଷୀରି ପାତ୍ରଟିକୁ ରଖିଦେଇ କହେ, ଆସ ଅଲାରେ, ଖାଅ କ୍ଷୀରି, ବାପା ଯାଇଛନ୍ତି ତୀର୍ଥ କରି। ଏମିତି କହିଦେଇ ସେ ସେଠାରୁ ଖେଳିବା ପାଇଁ ଚାଲିଯାଏ। କିଛି ସମୟ ପରେ ଆସି ଦେଖେ ପାତ୍ରଟି ଖାଲି ଅଛି। ପ୍ରଭୁ ଖାଇ ଦେଇଛନ୍ତି। ପାତ୍ରଟି ଧରି ଘରକୁ ଚାଲିଯାଏ। ଏମିତି କିଛି ଦିନ ପରେ ପୁରୋହିତ ତୀର୍ଥରୁ ଫେରିଲେ। ସେ ଦେଖିଲେ ପୁଅ କ୍ଷୀରି ପାତ୍ର ନେଇ ଯାଉଛି ଆଉ ଫେରିବା ସମୟରେ ପାତ୍ରଟି ଖାଲି ରହୁଛି। ସେ ପୁଅକୁ କହିଲେ, ଆରେ ପୁଅ, ତୁ ଖାଲି ପାତ୍ର ଧରି କାହିଁକି ଆସୁଛୁ? ଭୋଗ ସବୁ କୁଆଡେ ଗଲା? ବାପା, ଭୋଗ ତ ଅଲାରେ ଖାଇଦେଲେ। ଏତିକି ଶୁଣି ପୁରୋହିତ ଅତ୍ୟନ୍ତ କ୍ରୋଧିତ ହୋଇଗଲେ। ସେ କହିଲେ, ତୁ ମତେ ମିଛ କହୁଛୁ? ଚାଲ, ଆଜି ଚାଲ ମୋ ସାଙ୍ଗରେ, ଦେଖିବା। ଏହା ପରେ ତା ପରଦିନ ପୁରୋହିତ ସାଥିରେ ପତ୍ନୀ ଆଉ ପୁତ୍ରକୁ ଧରି କ୍ଷୀରିର ଭୋଗ ପାତ୍ର ନେଇ ମନ୍ଦିରକୁ ଗଲେ। ସେଠାରେ ପ୍ରଭୁ ଅଲାରନାଥଙ୍କ ସାମ୍ନାରେ କ୍ଷୀରି ଭୋଗଟାକୁ ରଖିଦେଲେ। କିଛି ସମୟ ପାଇଁ କବାଟ ବନ୍ଦ କରିଦେଲେ। ତାପରେ ସେ ଯାଇ କବାଟ ଖୋଲି ଦେଖିଲେ ଜଣେ କଳା ପୁରୁଷ କ୍ଷୀରି ପାତ୍ର ମଧ୍ୟରେ ହାତ ପୁରାଇ କ୍ଷୀରି ଭୋଗ ଖାଉଛି। ପୁରୋହିତଙ୍କୁ ଦେଖି ସେ ତରତର ହୋଇ ଯିବା ସମୟରେ ଗରମ କ୍ଷୀରି ଭୋଗ ତାଙ୍କ ପେଟ ଆଉ ହାତରେ ପଡ଼ିଗଲା। ଏହା ପରେ ପୁରୋହିତ ଦେଖିଲେ ପ୍ରଭୁ ଅଲାରନାଥଙ୍କ ବିଗ୍ରହର ପେଟ ଆଉ ହାତରେ ଫୋଟକା ହୋଇଯାଉଛି, ତାହା ପୋଡ଼ି ଯାଉଛି। ଏହାପରେ ସେ ବୁଝିପାରିଲେ ଯେ ସେ କଳା ପୁରୁଷ ଆଉ କେହି ନୁହେଁ, ପ୍ରଭୁ ଅଲାରନାଥ। ସେ ପ୍ରତିଦିନ ଭୋଗ ଖାଇବାକୁ ଆସନ୍ତି। ସବୁ କଥା ଜାଣିପାରି ସେ ପ୍ରଭୁଙ୍କୁ କ୍ଷମା ମାଗିଲେ, ବହୁତ କାନ୍ଦିଲେ। ସେହିଦିନ ଠାରୁ ପ୍ରଭୁ ଅଲାରନାଥଙ୍କ ପାଖରେ କ୍ଷୀରି ଭୋଗ କରାଯାଏ। ସେହି ଭୋଗଟି ତାଙ୍କର ଅତ୍ୟନ୍ତ ପ୍ରିୟ। ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରଭୁ ବଳଭଦ୍ର, ମା ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥ 108 ଗରା ଜଳରେ ସ୍ନାନ କରିବାରୁ ତାଙ୍କୁ ଜ୍ୱର ହୋଇଯାଏ। ସେଥିପାଇଁ ସେ ଅନବସର ଘରେ ରୁହନ୍ତି। ଏହି ସମୟରେ ପ୍ରଭୁଙ୍କର ଦର୍ଶନ ବନ୍ଦ ରୁହେ। ଏହି ସମୟରେ ଅଲବିନ୍ଦଚାର୍ଯ୍ୟ ନାମକ ଜଣେ ତାନ୍ତ୍ରିକ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଜିଦ୍ଦି କରିଥିଲେ। ତେଣୁ ସେ ଗୋଟିଏ ଭଅଁରର ରୂପ ନେଇ ଅନବସର ଗୃହ ମଧ୍ୟକୁ ପ୍ରବେଶ କରିଥିଲେ। ସେଠାରେ ସେ ଦେଖିଲେ ଗୋଟିଏ କମଳ ପୁଷ୍ପଟିଏ ଥିଲା। ତା ପାଖକୁ ଯାଇ ବସିବା ପାଇଁ ଚେଷ୍ଟା କରିବାରୁ ତାହା ଏକ ନାରୀରେ ପରିବର୍ତ୍ତନ ହୋଇଗଲା। ସେହି ନାରୀଟି ସ୍ମିତହାସ୍ୟ କରୁଥିଲେ। ଶେଷରେ ତାନ୍ତ୍ରିକ ନିରାଶ ହୋଇ ସମୁଦ୍ରରେ ଜଳ ସମାଧି ନେବା ପାଇଁ ଯାଉଥିଲେ।
ସେହି ସମୟରେ ଏକ ବିରାଟ ବାନର ଆସି ତାଙ୍କୁ ଦକ୍ଷିଣ ଦିଗକୁ ଫୋପାଡ଼ି ଦେଲା। ସେ ଯାଇ ବ୍ରହ୍ମଗିରି ସ୍ଥିତ ଅଲାରନାଥଙ୍କ ପୀଠରେ ପଡ଼ିଲେ। ଚତୁର୍ଭୁଜଧାରୀ ଅଲାରନାଥଙ୍କୁ ଦର୍ଶନ କରିବା ପରେ ସେ ଧନ୍ୟ ହୋଇଗଲେ। ସେବେଠାରୁ ପ୍ରଭୁଙ୍କ ଅନବସର ସମୟରେ ପ୍ରଭୁ ଅଲାରନାଥଙ୍କର ଦର୍ଶନ କରୁଥିବା ଭକ୍ତଙ୍କୁ ଠିକ୍ ସେହି ପୁଣ୍ୟ ମିଳିଥାଏ। ତେଣୁ ଭକ୍ତମାନେ ଅଲାରନାଥଙ୍କ ପୀଠକୁ ଯାଆନ୍ତି। ରିନି ନିନି, ଏବେ ତମେମାନେ ଜାଣିଲ ତ ପ୍ରଭୁ ଅଲାରନାଥ କେତେ କୃପାମୟ। ଏବେ କୁହ ପ୍ରଭୁ ଅଲାରନାଥଙ୍କର। ସାଙ୍ଗମାନେ, କାହାଣୀଟି ଭଲ ଲାଗିଥିଲେ ଭିଡିଓକୁ ଲାଇକ୍ କରନ୍ତୁ। ଏମିତି ଆହୁରି ଭଲ ଭଲ କାହାଣୀ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ହଁ, ବେଲ୍ ଆଇକନ୍କୁ ପ୍ରେସ୍ କରିବାକୁ ଭୁଲନ୍ତୁ ନାହିଁ। କାହାଣୀଟିକୁ ପୁରା ଦେଖିଥିବାରୁ